ଅବୁଲଗରା କାହାଣୀ। ସୁନା ପାହାଡ଼ର ଠିକଣା। ଦିଗନ୍ତ ବିସ୍ତାରୀ ପର୍ବତମାଳାର ପାଦଦେଶରେ ଅବସ୍ଥିତ ଜନପଦରେ ପହଞ୍ଚି ସାନ୍ତେ ଓ ଅବୁଲଗରା ଗୋଟିଏ ଚଟି ଘରେ ବିଶ୍ରାମ ନେଲେ। ଅପରାହ୍ନ ବେଳକୁ କୌଣସି ଶୃଙ୍ଖଳିତ କୋଳାହଳ ଦ୍ୱାରା ଆକୃଷ୍ଟ ହୋଇ ଦୁହେଁ ବାହାରକୁ ଦୃଷ୍ଟିପାତ କରି ଦେଖିଲେ, ପର୍ବତମାଳା ଭିତରୁ ବାହାରି ଆସୁଛି ଏକ ଶୋଭାଯାତ୍ରା। ବୃହଦାକାର ଚକ ଲାଗିଥିବା 10-12 ଗୋଟି ବିଶାଳ ଡବାକୁ ଟାଣୁଥିଲେ ହାତୀମାନେ। ସେ ଡବା ଶ୍ରେଣୀର ଆଗରେ ଓ ପଛରେ ଥାଇ ଘୋଡ଼ସବାର ସୈନିକମାନେ ଗୋଟିଏ ଗୋଟିଏ ହାତରେ ଲଗାମ ଧରିବା ସଙ୍ଗେ ସଙ୍ଗେ ଅନ୍ୟ ହାତଟି ମାନଙ୍କରେ ଉନ୍ମୁକ୍ତ ଅସି ଧରିଥିଲେ। ସଭା ଆଗରେ ଥିଲା ସ୍ୱୟଂ ରାଜାଙ୍କ ରଥ। ତାଙ୍କ ପାଖରେ ଆସିନଥିଲେ ଭଡ଼ାରେ ଆସିଥିବା ଜଣେ ବୈଜ୍ଞାନିକ। ଜନପଦ ରାସ୍ତାର ଦୁଇ ପାଖରେ ଧାଡ଼ି କରି ଠିଆ ହୋଇଥାନ୍ତି ସ୍ଥାନୀୟ ଆବାଳ ବୃଦ୍ଧ ବନିତା। ସୁନା ସୁନା ଚପା ଅଥଚ ଉତ୍ତେଜିତ କଣ୍ଠରେ ସେ ଚଲମାଣ ଡବାର ସବୁଆଡ଼େ ଅନାଇ ସେମାନେ କହୁଥାନ୍ତି। ଶକ୍ତ ପ୍ରକାଣ୍ଡ ତାଲାବଦ୍ଧ ସେସବୁ ଡବା ଭିତରୁ ସୁନାର ସାମାନ୍ୟତମ ସୂଚନା ଦୃଶ୍ୟମାନ ନ ହେବା ସତ୍ତ୍ୱେ ସେମାନେ ସେସବୁର ସାନ୍ନିଧ୍ୟରେ ହିଁ ଶିହରି ଉଠୁଥାନ୍ତି। ସୁନାର ନୂତନ ସିଂହାସନ ନିର୍ମାଣ ହେବା, ରାଜା ରାଣୀଙ୍କ ପାଇଁ 10-10ଟି ମୁକୁଟ ତିଆରି ହେବା, ରାଜାଙ୍କର ପ୍ରତ୍ୟେକ ଦେହରକ୍ଷୀଙ୍କ ଅସି ନିମନ୍ତେ ସୁନାର ଖୋଳ ପ୍ରସ୍ତୁତ ହେବ। ମଧ୍ୟେ ମଧ୍ୟେ ବେପାର ନିମନ୍ତେ ରାଜଧାନୀକୁ ଯାଉଥିବା ଜଣେ ଗ୍ରାମବାସୀ କହିଲେ, ବିଦେଶରୁ ସୁନା ବଦଳରେ ପ୍ରଚୁର ଆଧୁନିକ ଯୁଦ୍ଧ ସରଞ୍ଜାମ ବି ଆମଦାନୀ ହେବ। କହିଲେ ଗ୍ରାମ ମୁଖ୍ୟ, ଆଉ ହେବ ରାଜନର୍ତ୍ତକୀଙ୍କ ପାଇଁ ସୁନା ଜରିରେ ପୋଷାକ। ହେବ ଯେତିକି ସୁନା ମିଳିଛି ସେଥିରେ ସବୁ ପ୍ରକାର ପ୍ରଜାଙ୍କ ପାଇଁ ଗୋଟିଏ ଗୋଟିଏ ମୁଦି ବି ତିଆରି ହୋଇପାରିବ। ତୃତୀୟ ଅଭିଜ୍ଞ ଜନପଦବାସୀ କହିଲେ, ହଟିଯାଅ ଧମକ ଦେଲେ ଘୋଡ଼ସବାରମାନେ। ଅବୁଲଗରା ଯାଇ ରାସ୍ତା କଡ଼ରେ ଜନତା ସହିତ ସାମିଲ ହୋଇ ଯାଇଥିଲା। ଶୋଭାଯାତ୍ରା ଗ୍ରାମ ଅତିକ୍ରମ କରି ବିସ୍ତୃତ ପ୍ରାନ୍ତର ମଝି ଦେଇ ରାଜଧାନୀ ଅଭିମୁଖେ ବହୁ ଦୂର ଚାଲିଯିବା ଉତ୍ତାରୁ ମନ୍ତ୍ରମୁଗ୍ଧ ପ୍ରାୟ ଲୋକେ ନିଜ ନିଜ ଅବସ୍ଥାର ବାସ୍ତବତା ସମ୍ପର୍କରେ ଚେତି ଉଠି ରାସ୍ତାରୁ ଅପସରି ଗଲେ। ଅବୁଲଗରା ମଧ୍ୟ ଚଟି ଘରକୁ ବାହୁଡ଼ି ଆସିଲା। ତେବେ ଆସିବା ପୂର୍ବରୁ ସେ ସ୍ଥାନୀୟ ଲୋକଙ୍କଠାରୁ ଶୋଭାଯାତ୍ରାର ପଟ୍ଟଭୂମି ବିଷୟରେ ସଂକ୍ଷିପ୍ତ ଜ୍ଞାନ ଆହରଣ କଲା। ପର୍ବତ ଶ୍ରେଣୀ ଭିତରେ ଲୁଚି ରହିଥିଲା ଏକ ସୁନାର ଶିଖର। କିମ୍ବଦନ୍ତୀ ଭାବରେ ତାହା ବହୁକାଳରୁ ଜ୍ଞାତ ଥିଲା, କିନ୍ତୁ ତା'ର ସ୍ଥୂଳ ତଥ୍ୟତା ଉପରେ କେହି କେବେ ଚିନ୍ତା କରୁନଥିଲେ। ସମ୍ପ୍ରତି ଏକ ପଡ଼ୋଶୀ ରାଜ୍ୟର ଜଣେ ବୈଜ୍ଞାନିକ ଏପରି ଏକ ଯନ୍ତ୍ର ଆବିଷ୍କାର କରିଥାନ୍ତି, ଯାହା ଭୂଗର୍ଭରେ ଅଥବା ପର୍ବତ ଶ୍ରେଣୀରେ ଲୁକାୟିତ ସୁନାର ସନ୍ଧାନ ଦେଇପାରୁଥିଲା। ଉକ୍ତ ପଡ଼ୋଶୀ ରାଜା ଓ ତାଙ୍କ ରାଜ୍ୟର ବୈଜ୍ଞାନିକ ଆବିଷ୍କୃତ ସୁନାର ଏକ ଦଶମାଂଶ ପାଇବେ, ଏହି ସର୍ତ୍ତରେ ସେ ବୈଜ୍ଞାନିକଙ୍କୁ କାମରେ ଲଗା ହୋଇଥିଲା। ଚଟି ଘରେ ସାନ୍ତେ ନଥିଲେ। ଦେଖିବା ବେଳକୁ ପଛପଟ ନିର୍ଜନ ହତାରେ ଖଣ୍ଡିଏ ପଥର ଉପରେ ବସି ରହି ସେ ଦିଗନ୍ତକୁ ଅନାଇ ରହିଛନ୍ତି। ତାଙ୍କ ଆଖି ସଜଳ। ସାଧାରଣତଃ ସାନ୍ତଙ୍କ ଆଖି ଯୋଡ଼ିକ ଗଭୀର ସମ୍ବେଦନରେ ସ୍ନିଗ୍ଧ ଶୀତଳ ଦିଶୁଥାଏ। ମଣିଷର ନିର୍ବୋଧତା ବା ଅନ୍ୟାୟ ଅନାଚାରରେ କଦାଚିତ ସେଥିରେ ରୁଦ୍ରଭାବର ପ୍ରକାଶ ଘଟିଥାଇପାରେ, କିନ୍ତୁ ଅଶ୍ରୁ ନା। ଅବୁଲଗରାର ଦୀର୍ଘ ସ୍ମୃତିରେ ସେ ଦୃଶ୍ୟର ଦଲିଲ ନାହିଁ। ଗୁରୁଦେବ, ସାନ୍ତେ ଚେଲା ଆଡ଼େ ଦୃଷ୍ଟିପାତ ନ କରି କ'ଣ ବୋଲି ପଚାରିଲେ। ଆପଣଙ୍କ ସାନ୍ଧ୍ୟ ଧ୍ୟାନ ନିମନ୍ତେ ଆସନ ଖଣ୍ଡିକ ଏଠାକୁ ଆଣିବି, ଅବୁଲଗରା ପ୍ରଶ୍ନ କଲା। ଏ ଶିଳାସନ ହିଁ ଯଥେଷ୍ଟ। ସାନ୍ତଙ୍କ କଣ୍ଠରେ
ଏହି ନିର୍ଦ୍ଦିଷ୍ଟ ସ୍ୱର ଅନ୍ୟମାନଙ୍କୁ କଥା କହିବାରୁ ବିରତ କରିବାର ସଂକେତ। ଅବଲୁକରା ଚୁପ୍ ରହିଗଲା। ସେଦିନ ରାତିରେ ସାଆନ୍ତେ ଆହାର କରିବାକୁ ରାଜି ହେଉନଥିଲେ। କିନ୍ତୁ ନ ହେଲେ ଅବଲୁକରା ବି ଅନାହାରରେ ରାତି ବିତାଇବ। ତେଣୁ ସେ ସାମାନ୍ୟ ଖାଇଲେ। ଅଗତ୍ୟା ଅବଲୁକରାକୁ ନିଜ ଖାଦ୍ୟ ସହ ଗୁରୁଙ୍କ ଆହାରର ଅବଶିଷ୍ଟ ବହୁଳାଂଶ ଭକ୍ଷଣ କରିବାକୁ ହେଲା। ଅବଲୁକରା କାହାଣୀ। ପ୍ରଭାତରେ ସାଆନ୍ତେ କହିଲେ, ଅଦୂରର ପର୍ବତଶ୍ରେଣୀ ଭିତରକୁ ଯିବାର ଆଉ ପ୍ରୟୋଜନ ନାହିଁ। ବର୍ତ୍ତମାନ ଆମର ପରବର୍ତ୍ତୀ ଗନ୍ତବ୍ୟ। ମୁଁ କୁଆଡ଼େ ଯାଉନାହିଁ। ଅବଲୁକରା ତା'ର ଚିରାଚରିତ ଜିଗରଦାର କଣ୍ଠରେ ଘୋଷଣା କଲା। ବୋଇଲେ ତତେ ତ ଏମିତି କିଛି ଅଜବ ଚିଜ ବା ଦୃଶ୍ୟ ଦେଖିବାକୁ ପଡ଼ିନାହିଁ, ଯାହାର ବ୍ୟାଖ୍ୟା ତୁ ମୋଠୁ ଦାବୀ କରିବୁ। ସାଆନ୍ତେ ବିସ୍ମୟ ପ୍ରକାଶ କଲେ। ଅଜବଠୁଁ ବୋଲି ଅଜବ ମୁଁ ଦେଖିଲି ଗୁରୁଦେବ। ସୁନାବାହୀ ଶୋଭାଯାତ୍ରା। ନା ନା ଗୁରୁଦେବ, ପର୍ବତ ପରିମାଣ ସୁନାଠୁ ସହସ୍ର ଗୁଣ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଯାହା ଦେଖିଲି ତାହା ହେଲା ଆପଣଙ୍କ ଅଶ୍ରୁ। ସେ ଅଶ୍ରୁର ବ୍ୟାଖ୍ୟା ଦିଅନ୍ତୁ, ନହେଲେ ମୁଁ କମ୍ବଳ ଗୋଟାଉ ନାହିଁ। ଅଶ୍ରୁର ବ୍ୟାଖ୍ୟା। ସାଆନ୍ତେ ଟିକିଏ ନୀରବ ରହି କହିଲେ, ସମ୍ଭବ ନୁହେଁ। ତେବେ ଶେଷ ଅପରାହ୍ନରେ ଆମେ ପର୍ବତ ଶ୍ରେଣୀ ଭିତରକୁ ଯିବା। ଯାହା ତତେ ଦେଖାଇବାକୁ ଚାହୁଁଥିଲି ଓ ନିଜେ ପୁନର୍ବାର ଦେଖିବାକୁ ଚାହିଁଥିଲି, ଅଥଚ ଯାହା ଆଉ ଦେଖାଇ ପାରିବି ନାହିଁ କି ଦେଖିପାରିବି ନାହିଁ, ତାହାର ଶୂନ୍ୟସ୍ଥାନ ପ୍ରତି ତୋ ଦୃଷ୍ଟି ଆକର୍ଷଣ କରି କହିବି ତା କଥା। ସୂର୍ଯ୍ୟାସ୍ତର ଅବ୍ୟବହିତ ପୂର୍ବରୁ ସାଆନ୍ତେ ଏବଂ ଅବଲୁକରା ପର୍ବତ ଶ୍ରେଣୀ ଭିତରେ ପ୍ରବେଶ କଲେ ଓ ଗୋଟିଏ ଅନୁଚ୍ଚ ଶିଖର ଉପରେ ଆସନ ଗ୍ରହଣ କଲେ। ପଶ୍ଚିମ ଦିଗନ୍ତ ବ୍ୟାପୀ ମେଘମାଳା ଉପରେ ସୂର୍ଯ୍ୟାସ୍ତ ତା'ର ବହୁ ଇନ୍ଦ୍ରଜାଲର ମୃଦୁ ମୃଦୁ ଚିତ୍ରଣ କରୁଥାଏ। ସେହି ଦିଗକୁ ଦୃଷ୍ଟିପାତ କରି ସାଆନ୍ତେ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, ଏଠାକାର ଦିଗନ୍ତର ଏକ ବିଶେଷ ମହିମା ଥିଲା। ଏଠି ଫୁଟୁଥିଲା ଏକ ଅପରୂପ ଦିବ୍ୟ ଦୃଶ୍ୟ। ତାହା ଆଉ ପ୍ରତିଭାତ ହେବ ନାହିଁ। ଶୁଣ ସେ କଥା। ସାଆନ୍ତେ ସବିସ୍ତାରେ ଯାହା କହିଲେ ତା'ର ସଂକ୍ଷିପ୍ତ ସାର। କେଇ ଶହ ବର୍ଷ ତଳର କଥା। ମହେନ୍ଦ୍ର ନାମକ ଜଣେ ସମ୍ଭ୍ରାନ୍ତ ଯୁବକ ତାଙ୍କର ଦୁଇ ବନ୍ଧୁଙ୍କୁ ଧରି ବାହାରିଥାନ୍ତି କୌଣସି ଦ୍ୱୀପ ଅଭିମୁଖେ। ସେ ସୁଦୂର ଦ୍ୱୀପରେ ସୁନାର ପ୍ରାଚୁର୍ଯ୍ୟ। ସେଠାରୁ ସୁନା ସଂଗ୍ରହ କରି ଅନ୍ୟତ୍ର ବିକ୍ରୟ କରି ଲାଭବାନ ହେବା ଥିଲା ସେମାନଙ୍କ ଉଦ୍ଦେଶ୍ୟ। ଦୈବକୁ ସମୁଦ୍ରରେ ହେଲା ଏକ ଦୁର୍ଘଟଣା। ତିନି ବନ୍ଧୁ ବର୍ତ୍ତିଗଲେ ଏବଂ ସଙ୍ଗେ ସଙ୍ଗେ ସେମାନଙ୍କ ସାହାଯ୍ୟ ଯୋଗୁଁ ରକ୍ଷା ପାଇଲେ ଜଣେ ବୃଦ୍ଧ ସାଧବ। ତାଙ୍କୁ ସ୍ୱଦେଶରେ ଛାଡ଼ି ତିନି ବନ୍ଧୁ ବିଦାୟ ନେବା ବେଳକୁ ବୃଦ୍ଧ ମହେନ୍ଦ୍ରଙ୍କୁ କହିଲେ, ଏକଦା ମୋତେ ମିଳିଥିଲା ଗୋଟିଏ ସୁନା ପାହାଡ଼ର ସନ୍ଧାନ। ସେ ଦୁଇ ଦୁର୍ଗମ ମୂଳକକୁ ଯିବା ବୋଲି ଯାଇପାରି ନାହିଁ କି ଆଉ ଯିବାର ସ୍ୱପ୍ନ ବି ଦେଖୁନାହିଁ। ତେବେ ତୁମକୁ ତା'ର ଠିକଣା ଦେଇଦିଏ। ମହେନ୍ଦ୍ର ଓ ଦୁଇ ବନ୍ଧୁ ସେ ଠିକଣା ଅନୁସରଣ କରି ପହଞ୍ଚିଲେ ଏହି ପର୍ବତ ଶ୍ରେଣୀ ଭିତରେ। ଦୈବକୁ ସେମାନେ ଜଣେ ଅବଧୂତଙ୍କୁ ଭେଟିଲେ। ସୁନା ଶିଖର ଅବଲୋକନ କରିବ, ଏହା କହି ଅବଧୂତ ସୂର୍ଯ୍ୟାସ୍ତର ଦିଗନ୍ତ ପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କଲେ। ଚମକି ପଡ଼ିଲେ ତିନି ବନ୍ଧୁ। ନିର୍ନିମେଷ ନୟନରେ ସେମାନେ ଦେଖିଲେ ଏକ ଅକଳ୍ପନୀୟ ଦୃଶ୍ୟ। ନମ୍ର ମେଘମାଳା ଉପରେ ଗୋଟିଏ ଅପୂର୍ବ ଅନନ୍ୟ ସୁନା ପାହାଡ଼ର ପ୍ରତିଫଳନ। ମୁହୂର୍ତ୍ତକ ଭିତରୁ ତାହା ସ୍ତିମିତ ହୋଇ ଅଦୃଶ୍ୟ ହୋଇଗଲା। ଦିଗନ୍ତରେ ଏହା ପ୍ରତିଫଳିତ ହେବା ସତ୍ତ୍ୱେ ଏଠାକାର ସହସ୍ର ଶୃଙ୍ଗ ଭିତରୁ ତୁମେ ତାକୁ ଆବିଷ୍କାର କରିପାରିବ ନାହିଁ। ତାହା ହିଁ ତା'ର ବିଶେଷତ୍ୱ। ଅବଧୂତ କହିଲେ, କିନ୍ତୁ ଆମକୁ ଆବିଷ୍କାର କରିବାକୁ ହିଁ ହେବ। ସାହାଯ୍ୟ କରନ୍ତୁ। ମହେନ୍ଦ୍ର କାକୁତି କରି କହିଲେ ବାରମ୍ବାର। ବେଶ୍, ଅବଧୂତ ସ୍ୱୀକୃତି ହେଲେ। କିନ୍ତୁ
ତମ ସ୍ଥୂଳ ଅନୁସନ୍ଧାନ ଦ୍ୱାରା ତୁମେ ସନ୍ଧାନ ପାଇବ ନାହିଁ। ସେ ପାଇଁ ସାଧନା କରିବାକୁ ହେବ। ସାଧନା କରିବାକୁ ମହେନ୍ଦ୍ର ସ୍ୱୀକୃତ ହେଲା। ସେ ସେହିଠାରେ ଅବଧୂତଙ୍କ ସହ ଗୋଟିଏ ଗୁମ୍ଫାରେ ରହିଲେ। ଦୁଇ ବନ୍ଧୁ ରହିଲେ ନିକଟବର୍ତ୍ତୀ ଜନପଦରେ। ପ୍ରତ୍ୟହ ସୂର୍ଯ୍ୟାସ୍ତ ପୂର୍ବରୁ ଦୁଇ ବନ୍ଧୁ ଯାଇ ପର୍ବତ ଶ୍ରେଣୀ ଭିତରେ ବସନ୍ତି। ଦିଗ୍ବଳୟ ଭିତରକୁ ଅନାଇ ରହିବା ଭିତରେ ହଠାତ୍ ମୁହୂର୍ତ୍ତକ ସକାଶେ ସେମାନେ ଦେଖନ୍ତି ସୁନା ପାହାଡ଼ର ପ୍ରତିଫଳନ। ସେ ମୁଗ୍ଧ ମାଦକତାର ପ୍ରଭାବ ସେମାନଙ୍କ ଚେତନାକୁ ଆଚ୍ଛନ୍ନ କରି ରଖେ। ସାରା ଦିନ ସେମାନେ ଅଭିଭୂତ ହୋଇ ରହନ୍ତି। ଦିନ ବିତିଯାଏ। 5 ବର୍ଷ ପରେ ମହେନ୍ଦ୍ର ଦିନେ ହସି ହସି ଆସି ସେମାନଙ୍କ ଆଗରେ ପହଞ୍ଚିଲେ ଓ କହିଲେ, ମୋର ସିଦ୍ଧି ହେଲା। ସୁନା ପାହାଡ଼ର ସନ୍ଧାନ ପାଇଛି। ବନ୍ଧୁଦ୍ୱୟ, ତୁମେମାନେ ଏ 5 ବର୍ଷ ଭିତରେ କ'ଣ କରିଛ? କାରଣ ତୁମମାନଙ୍କ ଆଖିରେ ମୁଁ ଦେଖୁଛି ବିସ୍ମୟକର ପରିବର୍ତ୍ତନ। ଦୁଇ ବନ୍ଧୁ ସଚେତନ ହେଲେ। ବାସ୍ତବିକ ଜୀବନର କେତେ ସୀମିତ ସ୍ୱାର୍ଥପର ଆଗ୍ରହ ଓ ସଂଘର୍ଷର ଆବେଦନ ସେମାନଙ୍କ ପାଇଁ ଇତିମଧ୍ୟରେ ତୁଚ୍ଛ ହୋଇଯାଇଛି। ଜଣେ ବନ୍ଧୁ ଦିଗନ୍ତର ସେ ଅନିର୍ବାଚନୀୟ ଦୃଶ୍ୟରେ ଅନୁପ୍ରାଣିତ ହୋଇ ଲେଖିଥିଲେ ଏକ କାବ୍ୟ। ଦ୍ୱିତୀୟ ବନ୍ଧୁ ଆଙ୍କିଥିଲେ ଅପୂର୍ବ କେତୋଟି ଚିତ୍ର। ତିନି ବନ୍ଧୁ ଦୀର୍ଘ ସମୟ ନୀରବରେ ବସି ରହିଲେ। ଅବଶେଷରେ ମହେନ୍ଦ୍ର ପ୍ରଶ୍ନ କଲେ, ଆମେ ତେବେ ଏଥର ସେ ସୁନା ପାହାଡ଼ ଖୋଳିବା? କିନ୍ତୁ ତା ଦେହରେ ଥରେ ଧକ୍କା ଲାଗିଲେ ଦିଗନ୍ତରେ ଆଉ ତାର ପ୍ରତିଫଳନ ହେବ ନାହିଁ। ପୁଣି ନୀରବତା ଭିତରେ କଟିଗଲା ଦୀର୍ଘ ସମୟ। ତାପରେ ହଠାତ୍ ତିନିହେଁ ପରସ୍ପରକୁ ଅନାଇ ହସି ଉଠିଲେ। ଦିଗନ୍ତରେ ଫୁଟି ଉଠିଥିଲା ସେ ଅବର୍ଣ୍ଣନୀୟ ପ୍ରତିଫଳନ। ତାକୁ ନମସ୍କାର କରି ତିନି ବନ୍ଧୁ ସ୍ୱଦେଶକୁ ବାହୁଡ଼ିଗଲେ। ସାଆନ୍ତେ କାହାଣୀ ଶେଷ କରି କହିଲେ, ସେହି ପ୍ରତିଫଳନ ଦେଖିବା ଆଶାରେ ତୋତେ ନେଇ ଏଠାକୁ ଆସିଥିଲି। ହାୟ, ଯେଉଁ ସୁନା ପାହାଡ଼ର ସ୍ଥିତି ରାଜାଙ୍କୁ ତାଙ୍କ ବୈଜ୍ଞାନିକମାନେ ସାମାନ୍ୟ ଯନ୍ତ୍ର ସାହାଯ୍ୟରେ କହିଦେଲେ, ସେ ପାଇଁ ମହେନ୍ଦ୍ରଙ୍କୁ 5 ବର୍ଷ କାଳ ସାଧନା କରିବାକୁ ପଡ଼ିଥିଲା। କେଡ଼େ ବିଡ଼ମ୍ବନା! ଅବଲୁକରା ମନ୍ତବ୍ୟ ଦେଲା, ମୂଢ଼! ଆଜ୍ଞା, ତୁ ଦିବାର ମୂଢ଼। ଗୁରୁଦେବ, କହୁଥିଲି କି ଦିନେ ଯାହା ସୂକ୍ଷ୍ମ ଜ୍ଞାନ ଦ୍ୱାରା ସାଧିତ ହେଉଥିଲା, ଆଜି ତାହା ସ୍ଥୂଳ ବିଜ୍ଞାନ। ତୁ ତ୍ରିବାର ମୂଢ଼। ଅବଲୁକରା ଚୁପ୍ ହେଲା। କିଛି ସମୟ ପରେ ସେ ଧୀର ଭାବରେ କହିଲା, ଗୁରୁଦେବ, ମୋ ମୂଢ଼ତାରେ ସାମାନ୍ୟ ଲାଘବ ଘଟିଛି। ସୂକ୍ଷ୍ମ ଜ୍ଞାନ ଓ ସୁନା ପାହାଡ଼ର ସୂକ୍ଷ୍ମ ପ୍ରଭାବ ଅନୁଭବ କରିବା ଅବସରରେ ସେମାନେ ନିଜ ନିଜ ଚେତନାକୁ ସେ ଉଦ୍ଭାସିତ ସୁବର୍ଣ୍ଣ ଭଳି ଦ୍ୟୁତିମାନ କରିପାରିଥିଲେ। କିନ୍ତୁ ଆଜି ସେ ସୁନାରେ ପ୍ରସ୍ତୁତ ହେବ ଦେହରକ୍ଷୀମାନଙ୍କର ଅସ୍ଥିର ଖୋଳ। ରାଜନର୍ତ୍ତକୀଙ୍କ ଜରିଦାର ପୋଷାକ ଓ ବ୍ୟଗ୍ର